26 টিକିଆ ହାତୀ ପଲର ଉତ୍ପାତ, ଧାନ ବିଲ ନଷ୍ଟ, ମକା ଓ କଦଳୀ ଗଛ ଉପାଡ଼ିବା ସହ ଭାଙ୍ଗିଲେ ପାଚେରୀ କାନ୍ଥ। କେଉଁଝର ଜିଲ୍ଲା ପାଟଣା ରେଞ୍ଜ ଅନ୍ତର୍ଗତ ବେଗନା ଖମଣ ଗ୍ରାମରେ 26 ଟିକିଆ ହାତୀ ପଲର ଉତ୍ପାତ ଦେଖିବାକୁ ମିଳିଛି। ହାତୀପଲ ଗ୍ରାମରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଘରବାଡ଼ିରେ ମଧ୍ୟ କ୍ଷୟକ୍ଷତି କରିଛନ୍ତି। ସୂଚନା ଅନୁଯାୟୀ ବେଗନା ଖମଣ ଗ୍ରାମର ଦେବାନନ୍ଦ ମହାନ୍ତଙ୍କ ଧାନ ବିଲରେ ପଶି ହାତୀପଲ ଧାନ ଫସଲ ନଷ୍ଟ କରିଛନ୍ତି। ଏହା ସହ ମକା ଗଛ ମଧ୍ୟ ନଷ୍ଟ କରିବା ସହ ତାଙ୍କ ବାଡ଼ିରେ ପଶି କଦଳୀ ଗଛ ଉଜାଡ଼ି ଦେଇଛନ୍ତି। ଏହା ସହ ପାଚେରୀ କାନ୍ଥ ମଧ୍ୟ ଭାଙ୍ଗିବାର ଜଣାପଡ଼ିଛି। 26 ଟିକିଆ ହାତୀପଲ ଏଭଳି ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ହାତୀପଲକୁ ଘଉଡ଼ାଇବା ସହ କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତିପୂରଣ ଦେବାକୁ ପ୍ରଭାବିତ ଲୋକମାନେ ଦାବି କରିଛନ୍ତି। କ୍ଷତିଗ୍ରସ୍ତ ଲୋକମାନଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ପାଟଣା ବନପାଳ ନିରଞ୍ଜନ ସେଠୀ ସୂଚନା ଦେଇଛନ୍ତି। କେଉଁଝରରୁ ଜିଲ୍ଲା ପ୍ରତିନିଧି ଦଶରଥ ବାରିକଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।